ସେମାନେ ସହଜରେ ଜାଣିପାରିବେ ଯେ ଗୋମୁଖୀ ଆଉ ସେର୍ମୁଖୀ ପ୍ଲଟ୍। ଆଉ ଯେଉଁମାନଙ୍କର ବାସ୍ତୁ ଉପରେ କିଛି ଧାରଣା ନାହିଁ ତାହେଲେ ଗୋମୁଖୀ ସେର୍ମୁଖୀ ସେମାନଙ୍କୁ ଟିକେ କଷ୍ଟ ହେବ, କିନ୍ତୁ ଆପଣ ସହଜରେ କହିବି ଯେ ଗୋମୁଖୀ କହିଲେ କ'ଣ ବୁଝୁଛେ ଆଉ ସେର୍ମୁଖୀ କହିଲେ କ'ଣ ବୁଝୁଛେ, ଯଦି ଏଭଳିଆ ଜାଗା ଅଛି ତାହେଲେ ଆପଣ କ'ଣ କରିବେ ଆଉ କ'ଣ କରିବେ ନାହିଁ। କିନ୍ତୁ ତା ପୂର୍ବରୁ କହେ କ'ଣ ଯେ ଆପଣ ଯଦି ଜାଗା ଅଛି କ'ଣ ଆପଣଙ୍କର ଯଦି ଆୟତକାର କ୍ଷେତ୍ର ପ୍ଲଟ୍ ଅଛି କିମ୍ବା ଆପଣଙ୍କର ବର୍ଗାକାର କ୍ଷେତ୍ର ପ୍ଲଟ୍ ଅଛି ତାହେଲେ ଆପଣ ସେ ଜାଗାରେ ମଧ୍ୟ କ'ଣ ବି ଗୃହ ବନେଇ ପାରିବେ, ଯାହାଫଳରେ ଆପଣଙ୍କର କ'ଣ ଆସିବ ପ୍ରତି କୋଣ କ'ଣ ଆସିବ ନା 90 ଡିଗ୍ରୀ ଲେଖା ଆସିବ। ପ୍ରତି କୋଣ କେତେ ଡିଗ୍ରୀ ଆସିବ ନା 90 ଡିଗ୍ରୀ ଆସିଲା। ଯଦି ଆପଣଙ୍କର ଏଇଭଳିଆ ଉଦାହରଣ ରହିଲା ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ, ତ ଆମେ ଯିବା କ'ଣ ଗୋମୁଖୀ। ଗୋମୁଖୀ କହିଲେ କ'ଣ ନା ଗୋମାତା, ଗୋମାତାକୁ ଉଦାହରଣ ସ୍ୱରୂପ କ'ଣ ଗୋମାତା। ଗୋମାତାଙ୍କର ଯେଉଁ ହେଡ୍ ପର୍ସନ ରହିଲା ଅର୍ଥାତ୍ କ'ଣ ହେଉଛି ମୁଣ୍ଡ ପର୍ସନଟା ତାଙ୍କର କ'ଣ ହେଉଛି ନା ପତଳା ରହୁଛି, ଅର୍ଥାତ୍ କ'ଣ ଅଛି ଆଗଟା କ'ଣ ଅଛି ସରୁ ହେଇକି ରହୁଛି, ଆଉ ପଛଟା ତାଙ୍କର ଯେଉଁ ବଡ଼ିର ପଛପଟ ଲାଞ୍ଜ ପର୍ସନ ପର୍ଯ୍ୟନ୍ତ ତାଙ୍କର କ'ଣ ନା ଚଉଡ଼ା ହେଇକି ରହୁଛି, କ'ଣ ରହୁଛି ନା ଚଉଡ଼ା ରହୁଛି। ତ ସେଇଭଳି ଯଦି ଆପଣଙ୍କର ଉଦାହରଣ ସ୍ୱରୂପ ଯଦି ଆପଣଙ୍କର ଏଇଟା ଆସିଲା କେତେ ନା 40 ଫୁଟ ଆସିଲା, এইটা আসলে আপনার কেতে আসলা না 70 ফুট আসলা, কোটা না এইটা আসলে আপনার 70 ফুট, কিন্তু আমি যদি তাকে ধরিবা কোন আসলে না এইভাবে আসলা প্লটটা, এটা এভাবে আসলা। তো এইটা যদি আপনার 40 ফুট তাহলে পূর্ব পশ্চিম উত্তর দক্ষিণ সেম জিনিস, উদাহরণ স্বরূপ পূর্ব পশ্চিম উত্তর দক্ষিণ, তাহলে এটি কোণ হল না গোমাতাঙ্কর মুন্ডটা রহিলা এপট রহিলা, ইয়ে কোণ আসলা না পতলা আসলা, আর এপটটা কোণ আসলা 70 ফুট পছপটটা। তাহলে এই জায়গায় আগে কোণ লা না এইভাবে প্লট সব কোণ লা বিল মাড়াକୁ ସବୁ ଲୋକମାନେ କ'ଣ କରୁଛନ୍ତି ଆଜିକାଲି ପ୍ଲଟିଂ କରିକି ବିକା ହେଉଛି, କ'ଣ କରୁଛନ୍ତି ପ୍ଲଟିଂ କରିକି ବିକା ହେଉଛି, ବର୍ଗାକାର କ୍ଷେତ୍ର ହଉ କିମ୍ବା ଆୟତକାର କ୍ଷେତ୍ରରେ ସେମାନେ କନଭର୍ଟ କରିକି ବିକୁଛନ୍ତି, କାହିଁକି ନଚେତ୍ କ'ଣ ହେବ ଏ ଜାଗା ଗୁଡ଼ାକ କ'ଣ ସେଲ୍ ହେଇପାରିବ ନାହିଁ, କି ବିଶେଷ କରି କ'ଣ ନା ଯଦି ଲ୍ୟାଣ୍ଡ ଆପଣଙ୍କର ଯେଉଁ ରହିଲା ଯେଉଁ ଜାଗା ରହିଲା ତାହିଁରେ କ'ଣ ଆପଣ ଶସ୍ୟ ଅମଳ କରିପାରିବେ କିମ୍ବା ବିଲ ଜାଗା କରିକି କରୁଥିଲେ, କିନ୍ତୁ ଆଜିକାଲି କ'ଣ ଯେଉଁ ହେଉଛି କ'ଣ ରେଟ୍ର ଜାଗାର ରେଟ୍ ବଢ଼ିଯିବା ହେତୁ କ'ଣ ହେଉଛି ନା ତାକୁ କ'ଣ ପ୍ଲଟିଂ କରିକି ସେମାନେ କ'ଣ ବିକୁଛନ୍ତି, ଯେଉଁମାନେ ବ୍ରୋକର ରହୁଛନ୍ତି ସେମାନେ କ'ଣ ପ୍ଲଟିଂ କରିକି ବିକୁଛନ୍ତି, ଯାହାଫଳରେ କ'ଣ ହେଉଛି ଏଭଳିଆ ଜାଗା ଆପଣଙ୍କୁ ଆଜିକାଲି ମିଳିବା ଦେଖିବାକୁ ମିଳୁଛି। ନହେଲେ ଜାଗା ଆପଣଙ୍କର ଯଦି ଥିବ 2 ଏକର କି 3 ଏକର ଜାଗା ଥିବ ତାକୁ କିମ୍ବା ଏକର ଥିବ ତାକୁ କ'ଣ କଲେ ସେମାନେ ତାକୁ